ଆଚ୍ଛା ପିଲାମାନେ ସୁପ୍ରଭାତ। ଆଚ୍ଛା ସମ୍ମାନ ଭଲ ଅଛ? ଆଚ୍ଛା ଠିକ୍ ଅଛି, ମୁଁ ବି ଭଲ ଅଛି। ଆମେ ଗତ ଶ୍ରେଣୀରେ ଗତ ପିରିୟଡ଼ରେ କ'ଣ ପଢ଼ିଥିଲେ? ସଂଖ୍ୟା ବିଷୟରେ ଜାଣିଥିଲେ ନାଇଁ କି? 1 2 3 4 ସବୁ ସଂଖ୍ୟା ବିଷୟରେ ଆମେ ଜାଣିଥିଲେ। ଆଚ୍ଛା ଏଇ ଯେଉଁ 1ରୁ 9 ଆମେ ସଂଖ୍ୟା ଜାଣିଥିଲେ, ଆଚ୍ଛା ତମେ ପିଲା ଜାଣିଛ ଏ ସଂଖ୍ୟାଟାକ ଆମ ପାଖକୁ କେମିତି ଆସିଲା? ଆମେ କେମିତି ତାକୁ ମନେ ରଖିଲେ? କେଉଁମାନେ ବ୍ୟବହାର କରୁଥିଲେ ଜାଣିଛ? ନାଇଁ ନା? ହଁ, ଏଇ ବିଷୟରେ ଆଜି ତମକୁ ଗୋଟେ କାହାଣୀ ମୁଁ କହିବି। ଯେଉଁ କାହାଣୀରେ ଆମର ଜଙ୍ଗଲ ଥିବ, ଗୁମ୍ଫା ଥିବ, ଆମର ହଜାର ହଜାର ବର୍ଷ ଆଗରୁ ଲୋକମାନେ ରହୁଥିଲେ ଗୁମ୍ଫାରେ, କେମିତି ସେଇ ସଂଖ୍ୟାକୁ ସେମାନେ ଆବିଷ୍କାର କଲେ, କେମିତି ବ୍ୟବହାର କରୁଥିଲେ, ସେଇ ବିଷୟରେ ମୁଁ ଆଜି କାହାଣୀ କହିବି। ବୁଝିଗଲ ପିଲେ? ଆଚ୍ଛା ପିଲାମାନେ, ଆଜି ଆମେ ତୁମ ଶ୍ରେଣୀର ତୃତୀୟ ଶ୍ରେଣୀର ଗଣିତ ବିଷୟର ଯେଉଁ ପ୍ରସଙ୍ଗ ଅଛି ନା 2 ଶତକ, ସେ ବିଷୟରେ ପଢ଼ିବା ହେଲା। ଆଚ୍ଛା ପିଲାମାନେ, ଗୋଟେ ଚିତ୍ର ଆସୁଛି, ଦେଖ ତ ଏଟା କାହାର ଚିତ୍ର? ହଁ, ସାପର ଚିତ୍ର ନାଇଁ? ଆଚ୍ଛା ଏବେ କୁହ ତ? ଆଚ୍ଛା ଶିଡ଼ିର ଚିତ୍ର। ଏବେ ହଁ, ଲୁଡୁ ଗୋଟିର ଚିତ୍ର ସମସ୍ତେ ଜାଣିଛ ଆଉ। ଆଚ୍ଛା ଏବେ ସାପ, ଶିଡ଼ି ଆଉ ଲୁଡୁ ଗୋଟିକୁ ଯଦି ମିଶେଇବା କୋଉ ଖେଳ ଖେଳିପାରିବା? ହଁ, ଲୁଡୁ ପଟି ଖେଳିପାରିବା ନାଇଁ? ଏଇଟା ସେ ଲୁଡୁ ପଟି। ଦେଖ ଏଥିରେ ଲୁଡୁ ଗୋଟି ଅଛି, ସାପ ଅଛି, ଶିଡ଼ି ଅଛି, ଆଉ କ'ଣ ଅଛି କହିଲ? ହଁ, ସଂଖ୍ୟା ଗୁଡ଼ିକ ମଧ୍ୟ ଅଛି। ଏଇଥିରେ ଆମେ ଖେଳ ଖେଳିବା ନାଇଁ? ଆଚ୍ଛା ଆଜି ତ ଖେଳିବା ଆଉ। ପିଲାମାନେ ଏବେ ଦେଖ ଆମର ସାପ ଚିତ୍ର, ଶିଡ଼ି ଚିତ୍ର ଅଛି ନାଇଁ କି? ସଂଖ୍ୟା ଗୁଡ଼ାକ ବି ଅଛି। ଆମେ ଏଥିରେ ଖେଳିବା, ଲୁଡୁ ଗୋଟି ପକେଇବା ଆଉ ଆଜି ଆମେ ଖେଳିବା ହେଲା। ଆଚ୍ଛା ମୁଁ ଆଗ ଲୁଡୁ ଗୋଟି ପ୍ରଥମରେ ପକେଇବି, କେତେ ପଡ଼ୁଛି ଦେଖିବା। ସେଥିରେ କଳାବିନ୍ଦୁ ଯେତିକି ଆସିଥିବ ତାକୁ ଏବେ ପକେଇଲି ମୁଁ। କେତୋଟି କଳାବିନ୍ଦୁ ଅଛି କହିଲ? ହଁ, 5ଟି କଳାବିନ୍ଦୁ ଅଛି। ଯଦି 5ଟି କଳାବିନ୍ଦୁ, କେଉଁ ସଂଖ୍ୟାରେ ମୁଁ ଥୋଇବି ତାକୁ? କେଉଁ ସଂଖ୍ୟାରେ ପହଞ୍ଚିବି ତମେ କୁହ? ହଁ ଠିକ କହିଛ, 5 ସଂଖ୍ୟାରେ ମୁଁ ପହଞ୍ଚିବି। ଆଚ୍ଛା ମୁଁ ଆଉ ଥରେ ଲୁଡୁ ଗୋଟି ପକେଇବି। ଏବେ ଦେଖିବା କେତେ ପଡ଼ୁଛି। ଏବେ ଦେଖ, ହଁ 4 ପଡ଼ିଲା। ତାହେଲେ 5ରେ 4 ମୁଁ ମିଶେଇବି କି ନା ନାଇଁ? ହଁ ମିଶେଇବି। ତାହେଲେ ଯଦି ମିଶେଇବି 5 ପରେ ଗଣିବି, 6 7 8 ଆଉ 9 ନାଇଁ କି? ତ 5ରେ 4 ଯଦି ମିଶେଇଦେବା 9ରେ ପହଞ୍ଚିଗଲା। ଆଉ ଥରେ ପକେଇବା ପିଲା ଲୁଡୁ ଗୋଟି। ଆଚ୍ଛା ଠିକ ଅଛି, ଆଉ ଥରେ ପକେଇବା, ଦେଖିବା ଏବେ କେତେ ପଡ଼ିବ। ଏବେ ଦେଖ, ହଁ 4 ପଡ଼ିଲା। ତାପରେ ପୁଣି ଗଣିବା ନା ନାଇଁ? ପୁଣି ଗଣିବା ନାଇଁ କି? ଆଚ୍ଛା 9 ପରେ ଗଣିବା 4 10 11 12 13। ଆଚ୍ଛା 13ରେ ଯୋଉ ପହଞ୍ଚିଲେ ଆମର ଶିଡ଼ି ଅଛି। ଆଚ୍ଛା ଶିଡ଼ି ପଡ଼ିଥିଲେ କ'ଣ କରିବା? ଯେଉଁ ସଂଖ୍ୟାରେ ଥିବ ଶିଡ଼ି ଚଢ଼ିବା ତ? ଚଢ଼ିବା ତାହେଲେ। ଆଚ୍ଛା ଚଢ଼ି ଚଢ଼ି ଚାଲ। ଚଢ଼ିଲେ କେଉଁ ସଂଖ୍ୟାରେ ପହଞ୍ଚିବା ପିଲେ? ହଁ 50 ସଂଖ୍ୟାରେ ପହଞ୍ଚିବା ନାଇଁ କି? ଠିକ ଜାଣିଛୁ ଆଉ। ଏ ଯୋଉ ଲୁଡୁ ପଟିରେ ଆମେ ଲୁଡୁ ଗୋଟି ଦେଇକି ଖେଳିଲେ ନା, ଏଥିରୁ କ'ଣ ଶିଖିଲେ କହିଲ? ନା ଖାଲି ଆମେ ଖେଳିଲେ? ହଁ ଶିଖିଛୁ ନା ଆଉ। ଠିକ ଠିକ, ଆମେ ପ୍ରଥମେ ଶିଖିଲେ କ'ଣ? ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ମାନଙ୍କର କ୍ରମ ଶିଖିଲେ ନାଇଁ କି? ଗୋଟିଏ ପରେ ଗୋଟିଏ ସଂଖ୍ୟା ଆସୁଥିଲା ନାଇଁ ସେ ପଟିରେ ଥିବା ସଂଖ୍ୟା ଗୁଡ଼ାକ। ଆଚ୍ଛା ଦେଖ, ପ୍ରଥମେ କ'ଣ କୋଉ ସଂଖ୍ୟା ଥିଲା? 1 ଥିଲା। ତାପରେ କୋଉଟା ଥିଲା? ତାଠୁ ଟିକେ ବଡ଼ 2 ଥିଲା। ଗୋଟିଏ ଧାଡ଼ିରେ ଥିଲେ ନାଇଁ? 3 ତାପରେ ଆସିଲା, 4 ତାପରେ ଆସିଲା, 5 ବି ତାପରେ ଉପରେ ଥିଲା, ତା ପାଖରେ 6 ବି ଥିଲା, ତା ପାଖରେ ଟିକେ ବଡ଼ 7 ବି ଥିଲା, ତା ପର ସଂଖ୍ୟା 8 ବି ଥିଲା, ତାପରେ 9 ବି ଥିଲା। ଏସବୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା। ସାନରୁ ବଡ଼ ତ ଶିଖିଲେ, ତାପରେ ବଡ଼ରୁ ସାନ ବି ଆମେ ଶିଖିଲେ। ଦେଖ 9 ବି ଥିଲା, ତାଠୁ ସାନ 8 ବି ଥିଲା, ତାଠୁ କମିବା 7 ବି ଥିଲା, ତାପରେ 6 ସାନ, ତାଠୁ ସାନ 5, ତାଠୁ ସାନ 4, ତାପରେ 3 ବି ଶିଖିଲେ, ତାପରେ 2 ବି ଶିଖିଲେ, ତାଠୁ ସାନ, ସବୁଠୁ ସାନ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା 1 ବି ଶିଖିଲେ। ଏଟା ସବୁ ବଡ଼ରୁ ସାନ ବି ଆମେ ଶିଖିଲେ ନାଇଁ କି? ଆମେ ଶିଖିଲେ ଏକ ଅଙ୍କ ପରେ, ତାପରେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ମାନଙ୍କର କ୍ରମ ବି ଶିଖିଲେ। ସାନରୁ ବଡ଼ ଶିଖିଲେ, ବଡ଼ରୁ ସାନ ବି ଶିଖିଲେ। ଗୋଟେ ଉଦାହରଣ ଦେଖିବା ତ ଆମେ। 2 ଅଙ୍କ ବିଶିଷ୍ଟ ସଂଖ୍ୟା କାଠୁ ଆରମ୍ଭ? 10 ଠୁ ଆରମ୍ଭ। ଆଚ୍ଛା 10 ପରେ କ'ଣ? ତାଠୁ ଟିକେ ବଡ଼ 11, ପରବର୍ତ୍ତୀ ସଂଖ୍ୟା ତାପରେ 12 ଆସିଛି,
ତାପରେ 13 ଆସିଛି, ତାପରେ 14 ଆସିଛି, ତାପରେ 15 ବି ଆସିଛି, ଏମିତି 16 17 ହେଇକି ଆମର ଗୋଟେ ପରେ ଗୋଟେ ବଡ଼ ବଡ଼ ହେଇ ଯାଇଛନ୍ତି, ନାଇଁ କି? ଏଇଟା ଗୋଟେ କ୍ରମ। ତାପରେ ଦେଖିବା ବଡ଼ରୁ ସାନ ବି ଆମର ଆସିଛି। ବଡ଼ରୁ ସାନ ବି କ୍ରମ ଆମେ ଶିଖିଲେ, ଯେମିତି 15 ମନେକର, 15 ଟିକେ ଏକ ସଂଖ୍ୟା କମ୍ 14, ତାଠୁ ଏକ କମ୍ 13, ତାର ପୂର୍ବବର୍ତ୍ତୀ ସଂଖ୍ୟା 12, ତାପରେ 11, ତା ପୂର୍ବରୁ ଥିଲା 10। ଏମିତି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ମାନଙ୍କର ଆମେ ସାନରୁ ବଡ଼ ଆଉ ବଡ଼ରୁ ସାନ କ୍ରମ ବି ଏଇଥିରେ ଆମେ ଏଇ ଖେଳରେ ଶିଖି ପାରିଲେ, ନାଇଁ କି? ଆଚ୍ଛା, ହଉ, ବଢିଆ। ଶିଖିଲେ ଦେଖ, ଗୋଟେ ମଜାଦାର ଜିନିଷ ଆମେ ଶିଖିଲେ, ସମସ୍ତଙ୍କୁ ମଜା ଲାଗିବ। କଣ? ଦୁଇଟି ସଂଖ୍ୟାର ଯୋଗଫଳ ବି ଆମେ ଶିଖିପାରିଲେ। ଯୋଉ ଲୁଡୁ ଗୋଟି ପକେଇଲ ନା, ଏଇଥିରେ ଯୋଉ ଆସୁଥିଲା କଳା ବିନ୍ଦୁ ଗୁଡାକ, ଏଇଟା ଗୋଟେ ଗୋଟେ ସଂଖ୍ୟାକୁ ସୂଚାଏ। କେମିତି ପକେଇବା ଦେଖିବା? ଲୁଡୁ ଗୋଟି ପକେଇବା, କଳା ବିନ୍ଦୁ ଆସିବ, ଦେଖିବା ଏବେ କେତେ ଆସିଲା ପିଲା? ଦେଖ, ଲୁଡୁ ଗୋଟି ମୁଁ ପକେଇଲି, 5ଟି କଳା ବିନ୍ଦୁ ଦେଖିଲା, ନାଇଁ କି? ସେଟା 5 ସଂଖ୍ୟାକୁ ବୁଝେଇବ। ସେଥିରେ ଆମେ ମିଶେଇବା, ଆଉଥରେ ଲୁଡୁ ଗୋଟି ପକେଇବା, ଦେଖିବା କେତେ ସଂଖ୍ୟା ପଡୁଛି। ଦେଖ, ଆଉଥରେ ମୁଁ ପକେଇଲି, ଏବେ କେତେ ଆସିଲା? 4ଟି କଳା ବିନ୍ଦୁ, ମାନେ 5 ଆଗ ଆସିଥିଲା, ସେଥିରେ ମୁଁ 4ଟି ମିଶେଇବି। ଗଣିଲ କେତେ ହେଲା? 5, ତାପରେ ହଁ 6, 7, 8, ତାପରେ କେତେ ହେଲା? 9 ହେଲା। ତାହେଲେ 5 4 ଯୋଗଫଳ କେତେ ହେଲା? 9। ଆମେ ଯୋଗଫଳ ବି ଶିଖିଲେ। ଆଚ୍ଛା, ମୁଁ ଆଉଥରେ ଲୁଡୁ ଗୋଟି ପକେଇବି, ଦେଖ ଏବେ କେତେ ପଡିବ ଦେଖିବା ତ। ଦେଖ, ମୁଁ ଆଉଥରେ ପକେଇଲି, କେତେ ପଡିଲା ପିଲାମାନେ କୁହ? ହଁ, 4 ପଡିଲା। ଆଚ୍ଛା, 9 ଥିଲା ସଂଖ୍ୟା, ପୁଣି 4 ଏବେ ଆସିଲା। ମୁଁ ତ କହିଲି କଳା ବିନ୍ଦୁ 4ଟାକୁ 4 ସଂଖ୍ୟାକୁ ସୂଚାଏ ବୋଲି। 9ରେ 4 ମିଶେଇ କହିଲେ କେତେ ହବ? ହଁ, 13 ଯୋଗଫଳ ହେଲା, ନାଇଁ କି? ତାହେଲେ ଏଇ ଖେଳରୁ ଆମେ ଯେକୌଣସି ଦୁଇଟି ସଂଖ୍ୟାର ଯୋଗଫଳ ମଧ୍ୟ ଶିଖି ପାରିବା, ନାଇଁ? ଆଚ୍ଛା। ଆଚ୍ଛା ପିଲାମାନେ, ଆଜି ଯୋଉ ଖେଳ ଖେଳିଲେ, ଟିକେ ମନେ ପକେଇବ ଆମେ କଣ ଜାଣିଲେ, କଣ ଶିଖିଲେ, ନାଇଁ କି? ଆଚ୍ଛା କହିଲ, ତୁମେ 13 ସଂଖ୍ୟାରୁ ଯୋଉ ସିଡିଟା ଅଛି, ସିଡିକୁ ଯଦି ଚଢିବ, କେଉଁ ସଂଖ୍ୟାରେ ପହଞ୍ଚିବ? ହଁ, ଠିକ କହିଛ, 50 ସଂଖ୍ୟାରେ ପହଞ୍ଚିବ, ନାଇଁ କି? ଆଚ୍ଛା। ଆଚ୍ଛା, ଏବେ କୁହ, ତୁମେ ଯଦି 26 ସଂଖ୍ୟାରୁ ସିଢି ଚଢିବ, ତାହେଲେ କେଉଁ ସଂଖ୍ୟାରେ ପହଞ୍ଚିବ? 26 ସଂଖ୍ୟାରେ ସିଢି ଅଛି ନା ନାଇଁ, ଦେଖ ତ। ହଁ, ଅଛି। ତାହେଲେ କେଉଁଠି ପହଞ୍ଚିବ? ସିଢି ତ ଚଢିବ ନା, କେଉଁ ସଂଖ୍ୟାରେ ପହଞ୍ଚିବ କୁହ? ହଁ, ଠିକ କହିଛ, 65 ସଂଖ୍ୟାରେ ପହଞ୍ଚିବ, ନାଇଁ କି? ଆଚ୍ଛା। ଆଚ୍ଛା ପିଲାମାନେ, ଦୁଇଟା ସିଡି କଥା ତ କହିଲ, ଏବେ ଆଉ ଗୋଟେ ଛୋଟ ସିଡି ଅଛି, ଦେଖ। ପାଇଲ ତ, ଖୋଜିକି ପାଇଲ? ହଁ, ତୁମେ ଯଦି ସେଇ 86 ସଂଖ୍ୟାରୁ ସିଡି ଚଢିବ, ତାହେଲେ ଏବେ କୁହ ତମେ କେଉଁ ସଂଖ୍ୟାରେ ପହଞ୍ଚିବ? କିଏ ଆଗ କହିବ କୁହ? ହଁ, ଠିକ ଠିକ, ହାତ ଟେକିଛ, କୁହ କୁହ। ହଁ, 96 ସଂଖ୍ୟାରେ ପହଞ୍ଚିବ। ଗୁଡ ଗୁଡ। ଆଚ୍ଛା ପିଲାମାନେ, ଆଉ ଗୋଟେ କଥା ମନେ ପକାଇବା, ଆମେ ଖେଳର ଗୋଟେ ନିୟମ ଜାଣିଥିଲେ, ନାଇଁ କି? ସିଡି ଯେଉଁ ସଂଖ୍ୟାରେ ପଡିବା ଆମେ ଚଢିବା, ଆଉ ଯେଉଁ ସଂଖ୍ୟାରେ ପହଞ୍ଚିବା, ଯଦି ସାପର ମୁହଁ ଅଛି ପୁଣି ଆମେ ଖସି 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 ଲାଞ୍ଜ ପାଖରେ ପହଞ୍ଚିବା, ଯେଉଁ ସଂଖ୍ୟା ପାଖରେ ଲାଞ୍ଜଟା ଥିବ, ନାଇଁ କି? ଆଚ୍ଛା, ତୁମେ ମନେକର 25 ସଂଖ୍ୟାର ସାପ ମୁହଁରେ ଅଛ, ଦେଖ ସାପ ଚିତ୍ର ତ ଅଛି, 25 ସଂଖ୍ୟାର ସାପ ମୁହଁରେ ତମେ ମନେକର ଅଛ। ତେବେ ଏବେ କୁହ, ତୁମେ କେଉଁ ସଂଖ୍ୟାରେ ପହଞ୍ଚିବ? ହଁ, ହାତ ସମସ୍ତେ ଟେକିଲେ ସାଙ୍ଗେ ସାଙ୍ଗେ, ଆଉ 2 ସଂଖ୍ୟାରେ ଆମେ ପହଞ୍ଚିବା, ନାଇଁ କି? ହଁ, ଦେଖ ପିଲେ, ଏବେ ଗୋଟେ ବଡ ସାପ ପାଖକୁ ଆମେ ଯିବା, ହେଲା। ଏବେ ମତେ କହିବ, ମନେକର ତୁମେ 61 ସଂଖ୍ୟାର ସାପ ମୁହଁରେ ଅଛ। ବଡ ସାପ ଦେଖ, 61 ସଂଖ୍ୟା ପାଖରେ ଅଛି ନା ନାଇଁ ତା ମୁଣ୍ଡ? ସେ ମୁହଁରେ ମନେକର ଅଛ। ତେବେ ଏବେ କୁହ, ତୁମେ କେଉଁ ସଂଖ୍ୟାରେ ଆସି ପହଞ୍ଚିବ? ଲାଞ୍ଜ କେଉଁଠି ଅଛି ଦେଖ, ଦେଖ ଦେଖ, ହଁ, ବଢିଆ ବଢିଆ। କୁହ, ଏବେ ତମେ କୁହ। ହଁ, 36 ସଂଖ୍ୟାରେ ଆମେ ପହଞ୍ଚିବା। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ଦେଖ, ଆମେ ଆଉ ଗୋଟେ ସାପ ଅଛି, ତାକୁ କାହିଁ ଛାଡିବା, ନାଇଁ କି? ମନେକର
ତୁମେ ଅନେଶତ ସଂଖ୍ୟାର ସାପ ମୁହଁରେ ଏବେ ଅଛ। ଅନେଶତ ସଂଖ୍ୟା ପାଖରେ ଅଛି ନା ନାଇଁ କୁହ ସାପର ମୁହଁ? ହଁ, ସେ ଅନେଶତ ସଂଖ୍ୟାର ସାପ ମୁହଁରେ ଯଦି ଅଛ, ତେବେ ଏବେ କୁହ ତୁମେ କେଉଁ ସଂଖ୍ୟାରେ ପହଞ୍ଚିବ? ଲାଞ୍ଜ କେଉଁଠି ଅଛି ଦେଖ? ହଁ, ଠିକ କହିଛ। ଆମେ 77 ସଂଖ୍ୟା ପାଖରେ ପହଞ୍ଚିବା, ନାଇଁ କି? ହଁ। ଆଚ୍ଛା ପିଲାଏ, ତମଲେ ଗୋଟେ ଶେଷ ପ୍ରଶ୍ନ ଅଛି, ବୁଝିଲ? ବ୍ୟସ୍ତ ହବ ନାହିଁ। ତୁମେ ମନେକର 57 ସଂଖ୍ୟାରେ ଅଛ। ଦେଖ 57 ସଂଖ୍ୟାରେ ସିଡ଼ି ବି ନାହିଁ କି ସାପର ମୁହଁ ବି ନାହିଁ। ହେଲା, 57 ଖୋଜି ଦେଖ। ଆଚ୍ଛା, 57 ସଂଖ୍ୟାରେ ମନେକର ଅଛ। ତୁମେ ଯଦି ଲୁଡୁ ଗୋଟି ଖେଳିବ, ଲୁଡୁ ପଟି ଉପରେ ପକେଇବ, ଲୁଡୁ ଗୋଟିରେ କେତେ ପଡ଼ିଲେ ତୁମେ ସାପ ପାଟିରେ ପହଞ୍ଚି ପାରିବ? ବ୍ୟସ୍ତ ହୁଅନି, ହିସାବ କରିକି ତମେ କୁହ, ଗଣିକି ତମେ କୁହ। ହଁ, ଠିକ କହିଛ। ସମସ୍ତେ ପ୍ରାୟ ହାତ ଟେକିଛ ଆଉ। ହଁ, ଆମର କେତେ କେତେ କହିଲ? 4 ପଡ଼ିଲେ ସାପ ପାଟିରେ ଆମେ ପହଞ୍ଚି ପାରିବା, ନାଇଁ କି? ହଁ, ବଢିଆ ଗଣନ ସଂଖ୍ୟା, ସମସ୍ତେ ପରଫେକ୍ଟ ହେଇଗଲେଣି। ସିଡି ଆଉ ଲୁଡୁ ଗୋଟି କେମିତି ଲାଗିଲା କୁହ? ବଢିଆ ନା? ହଁ, ସମସ୍ତେ ଅଂଶଗ୍ରହଣ କରିଥିବ, ସମସ୍ତଙ୍କୁ ମଜା ଲାଗିଥିବ ନାଇଁ? ଆଚ୍ଛା ଠିକ ଅଛି, ଆଜି ଆମେ ବଢିଆ ଖେଳିଲେ, ବହୁତ କିଛି ଜାଣିଲେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।